ତିନି ଦିନ ପରେ ମହୁଲ ଗଛରୁ ମିଳିଲା ମହିଳାଙ୍କ ଝୁଲନ୍ତା ମୃତ ଶରୀର। ପାଟନା ଥାନା ସାହାରପଡ଼ା ବ୍ଲକ ଡାଳପକା ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଜଡ଼ା ଗ୍ରାମର ରାଜେଶ ମାଝୀଙ୍କ ପତ୍ନୀ ଫୁଲବତୀ ମାଝୀ ଗତ 3 ଦିନ ହେବ ନିଖୋଜ ଥିଲେ। ଶନିବାର ଦିନଠାରୁ ଘରୁ କୁଆଡ଼େ ଚାଲି ଯାଇଥିଲେ। ଆଜି ସକାଳେ ସେ ଗ୍ରାମର ମହିଳାମାନେ ଗାଁ ପାଖ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ସମୟରେ ଏକ ମହୁଲ ଗଛରେ ଫୁଲବତୀ ମାଝୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଗାଁ ଲୋକମାନଙ୍କୁ ଖବର ଦେବା ସହିତ ପାଟନା ଥାନାକୁ ମଧ୍ୟ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପାଟନା ଥାନା ଏସ୍ଆଇ ଲକ୍ଷ୍ମଣ ମାଝୀ, ପାଟନା ଅଗ୍ନିଶମ ବାହିନୀ 112 ଜରୁରୀକାଳୀନ ପୋଲିସ ସେବା ଗାଡ଼ି ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପାଟନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁ ହେବା ପଛରେ କାରଣ ଜଣାପଡ଼ିବ ବୋଲି ପାଟନା ଥାନା ଅଧିକାରୀ କିରଣ ପ୍ରସାଦ ସାହୁ କହିଛନ୍ତି। କେନ୍ଦୁଝରରୁ ଦଶରଥ ପାରିଙ୍କ ରିପୋର୍ଟ, ଉତ୍କଳ ନ୍ୟୁଜ୍ ଲାଇଭ୍।